ଜଙ୍ଗଲରେ ହାତୀଟିଏ ରହୁଥିଲା। ସେ ବୁଲୁ ବୁଲୁ ସେ ଜଙ୍ଗଲ ଛାଡ଼ି ଆଉ ଗୋଟେ ଜଙ୍ଗଲକୁ ପଳେଇ ଆସିଲା। ତାପରେ ସେ ଜଙ୍ଗଲ ତା ପାଇଁ ନୂଆ ଥିଲା। ସେ କହିଲା ଏ ଜଙ୍ଗଲରେ କିଛି ସାଙ୍ଗସାଥି ମୁଁ କରିନେବି। ସେଥିପାଇଁ ସାଙ୍ଗମାନଙ୍କୁ ଖୋଜୁଥାଏ। ଏକୁଟିଆ ଏକୁଟିଆ ତାକୁ ଭଲ ଲାଗେନି। ସେ ତା ହାତୀ ସାଙ୍ଗମାନଙ୍କୁ ଛାଡ଼ିକିରି ଗୋଟେ ଜଙ୍ଗଲରୁ ପଳେଇ ଆସିଛି। ସେଥିପାଇଁ ସେ ନୂଆ ଜଙ୍ଗଲରେ ନୂଆ ସାଥୀମାନଙ୍କୁ ଖୋଜୁଥାଏ। ଭାବୁଥାଏ ଗୋଟେ ଭଲ ସାଙ୍ଗମାନଙ୍କୁ ସବୁ ନେଇକିରି ଗୋଟେ ସାଙ୍ଗ କରିବି, ମେଳ କରିବି, ଆଉ ସାଙ୍ଗସାଥି ହେଇକିରି ଖୁସି ମଜାରେ ରହିବୁ। ସେଥିପାଇଁ ସେ କ'ଣ କଲା ନା ପଶୁମାନଙ୍କୁ କହିବାକୁ ଆରମ୍ଭ କଲା। ଫାଷ୍ଟ ସେ କହିଲା ଠେକୁଆକୁ, କହିଲା ଠେକୁଆ ଭାଇ ତମେ ମୋର ସାଙ୍ଗ ହବ, ଆମେ ଦୁହେଁ ସାଙ୍ଗ ହବା। ଠେକୁଆ କହିଲା ଏ ମା, ମୁଁ ତମ ସାଙ୍ଗରେ ସାଙ୍ଗ ହେବି? ମୁଁ କେତେ ଛୋଟ, ତମେ କେତେ ବଡ଼, ତମେ ମୋତେ କେମିତି ସାଙ୍ଗ କରିବ ବୋଲି କହୁଛ? ନାଇଁ ତମେ ବହୁତ ବଡ଼, ମୁଁ ଏତେ ଛୋଟଟା, ମୁଁ କେମିତି ତମ ସାଙ୍ଗରେ ସାଙ୍ଗ ହେବି କୁହ ତ? ନାଇଁ ମୋତେ କ୍ଷମା କର, ମୁଁ ତମ ସାଙ୍ଗରେ ସାଙ୍ଗ ହେବିନି। ଏହା କହି ଠେକୁଆ ସେଠୁ ପଳେଇଲା। ହାତୀ ମନ ଦୁଃଖ କରିକିରି ଯାଉଥାଏ। ହାତୀଟି ମନ ଦୁଃଖରେ ଯାଉଥାଏ। ତାପରେ ଦେଖିଲା ଗୋଟେ ମାଙ୍କଡ଼ଟିକୁ। ମାଙ୍କଡ଼କୁ କହିଲା ମାଙ୍କଡ଼ ଭାଇ ତମେ ମୋର ସାଙ୍ଗ ହବ, ଆମେ ସାଙ୍ଗ ହେଇ ରହିବା। ମୁଁ ନୂଆ ଆସିଛି ଏ ଜଙ୍ଗଲକୁ, ମୋ ସାଙ୍ଗରେ କେହି ସାଙ୍ଗ ନାହାନ୍ତି ମୋର, ଚାଲ ତମେ ମୋର ସାଙ୍ଗ ହବ। ମାଙ୍କଡ଼ କହିଲା ତୋ ମୁଣ୍ଡ ଫୁଣ୍ଡ ଖରାପ ହେଇଗଲାଣି ନା କ'ଣ? ମୁଁ ତୋ ସାଙ୍ଗରେ କ'ଣ ସାଙ୍ଗ ହେବି? ତୁ ହାତୀଟା, ମୁଁ ମାଙ୍କଡ଼, ମୁଁ ଡିଆଁ କୁଦା କରି କାହିଁ କେତେ କୁଆଡ଼େ ପଳାଏ, ତୁ କ'ଣ ମେଧି ଭଳିଆ ଧୀରେ 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 ଚାଲୁଥିବୁ, ମୁଁ ତୋ ସାଙ୍ଗରେ କ'ଣ ସାଙ୍ଗ ହେବି? ଛି, ମୁଁ ତୋ ସାଙ୍ଗରେ ସାଙ୍ଗ ହେବିନି, ତୁ ତୋର ଯା। ମୁଁ କାହିଁ କେତେ ଭଲ, ମୁଁ ଡିଆଁ କୁଦା, ମୁଁ ଗଛରେ ଡେଇଁକିରି ଫଳମୂଳ ଖାଇ ଗୋଟେ ମଜା କରେ, ତୁ ଧୀରି ଥାଉ ମୁଁ ତୋ ସାଙ୍ଗରେ ସାଙ୍ଗ ହେବିନି, ତୁ ତୋର ଯା ଆଉ କାହାକୁ ଦେଖିବୁ। ମାଙ୍କଡ଼ ଏମିତି ବିରକ୍ତି ହେଇକି କହିଦେଇକିରି ପଳେଇଲା। ତାପରେ ସେ କ'ଣ କଲା, ଓଟକୁ ଦେଖିଲା। କହିଲା ଓଟ ଭାଇ ମୋ ସାଙ୍ଗରେ ସାଙ୍ଗ ହବ, ଆମେ ସାଙ୍ଗ ହେଇ ରହିବା। ଓଟ କହିଲା ତୋ ମୁଣ୍ଡ ଫୁଣ୍ଡ ଖରାପ ନା କ'ଣ? ତୁ ମୋ ସାଙ୍ଗରେ, ତୁ ହାତୀଟା, ତୁ ମୋ ସାଙ୍ଗରେ କ'ଣ ସାଙ୍ଗ ହବୁ? ମୋର ଗୋଡ଼ ଦେଖୁଛୁ କେତେ ଲମ୍ବା ଗୋଡ଼, ମୁଁ ତୋ ସାଙ୍ଗରେ ସାଙ୍ଗ ହେଇପାରିବିନି, ମୋତେ ଭଲ ଲାଗେନି ତୋର ଯେଉଁ ଧୀରେ ପାଦି ଚାଲି, ମୁଁ ତୋ ସାଙ୍ଗରେ ସାଙ୍ଗ ହେବିନି। ତୋର ମୋର ଯୋଡ଼ି କ'ଣ ଠିକ୍ ହବ? ଗୋଟେ ସାଙ୍ଗସାଥି ହେଇକିରି ଗୋଟେ ଗଲାବେଳେ ତୁ କେମିତି ଦିଶିବୁ, ମୁଁ କେମିତି ଦିଶିବି, ମୁଁ କେତେ ସୁନ୍ଦର, ମୁଁ ତୋ ସାଙ୍ଗରେ ସାଙ୍ଗ ହେଇପାରିବିନି, ମୋତେ ପସନ୍ଦ ତୁ ନାହୁଁ। ଏମିତି କହିକିରି ଓଟ ବି ପଳେଇଲା। ହାତୀ ବହୁତ ମନ ଦୁଃଖରେ ଯାଉଥାଏ। ହରିଣକୁ ଦେଖିଲା। ହରିଣକୁ ପଚାରିଲା। ହରିଣ କହିଲା ଛି, ମୁଁ ତୋ ସାଙ୍ଗରେ କ'ଣ ସାଙ୍ଗ ହେବି? ତୁ ହାତୀ, ମୁଁ ହରିଣ, ମୋ ଶିଙ୍ଗ ଦେଖୁଛୁ କେମିତିଆ ଶିଙ୍ଗ, ମୁନିଆ, ମୋତେ ତୋର ମୋର ଯୋଡ଼ି କେମିତି ଦିଶିବ? ମୁଁ ତୋ ସାଙ୍ଗରେ ସାଙ୍ଗ ହେବିନି। ହରିଣ ବି ମନା କରିଦେଲା। ତାପରେ ଏମିତି ସବୁ ଜୀବ ଧୀରେ ଧୀରେ କରି ମନା କରିଦେଲେ, ଆଉ କେହି ହାତୀ ସାଙ୍ଗରେ ସାଙ୍ଗ ହେବେନି ବୋଲି କହିଲେ। ହାତୀ ମନ ଦୁଃଖରେ ଚାଲୁଥାଏ। କ'ଣ କରିବ ଏହା ଭାବିକିରି ମନ ଦୁଃଖରେ କାନ୍ଦିଲା ଆଉ ରହିଲା। ଏମିତି କିଛି ଦିନ ବିତି ଯାଇଛି। ହାତୀ ଏମିତି ଜଙ୍ଗଲରେ ବୁଲାବୁଲି କରୁ କରୁ ଦେଖିଲା ସବୁ ଜୀବମାନେ ପୁରା ଧାଇଁକିରି ପୁରା ପ୍ରାଣ ବିକଳରେ ଧାଇଁ ଦୌଡ଼ୁଛନ୍ତି। ତାପରେ ହାତୀ ଦେଖିଲା କ'ଣ ହେଲା, କ'ଣ ପାଇଁ ସବୁ ଜୀବମାନେ ଏମିତି ଧାଉଁଛନ୍ତି। ହାତୀ ସେଇଠୁ ହରିଣକୁ ଅଟକେଇକିରି ପଚାରିଲା, ହରିଣ ରୁକ୍, କ'ଣ ପାଇଁ ସବୁ ଜୀବମାନେ ତମେ ଏମିତି ଧାଉଁଛ? ହରିଣ କହିଲା କୁହନି ରେ ହାତୀ ଭାଇ ବାବା, ଆମକୁ ଗୋଟେ ବଡ଼ ବାଘଟେ ଗୋଡ଼ଉଛି, ଆମକୁ ମାରି ଖାଇଦେବ ଆଜି, ଆମେ ଧାଇଁ ଥକିଲୁ, ତୁ ଛାଡ଼େ ବାଟ ଛାଡ଼େ, ଆମେ ପଳାଉ। ତାପରେ ହାତୀ କହିଲା ତମେ ମାନେ ଏମିତି ବ୍ୟସ୍ତ କାହିଁକି ହେଉଛ, ଏମିତି ଧାଇଁ ପଳାଉଛ କାହିଁକି? ରୁହ ମୁଁ ଦେଖେ କ'ଣ ହେଇଛି। ତାପରେ କ'ଣ ହେଲା ନା ହାତୀଟି ସବୁ ଜୀବମାନଙ୍କୁ ସାଇଡ୍ କରେଇକିରି ଆଉ ସିଏ ଆଗରେ ରହିଲା, ଆଉ ଗଲା। ଦେଖିଲା ବେଳକୁ ବାଘଟା ପୁରା ଜୋର ଧାଇଁକିରି ଆଉଥାଏ। ହାତୀକି ଦେଖି ବାଘ ଅଟକି ଗଲା। ବାଘ କହିଲା ମୋ ବାଟ ଛାଡ଼ିଦେ, ମୁଁ ସେ ଜୀବମାନଙ୍କୁ ମାରିକିରି ଖାଇବି, ସେମାନେ ମୋର ଶିକାର। ହାତୀ କହିଲା ତୋ ମୁଣ୍ଡ ଫୁଣ୍ଡ ଖରାପ ହେଇଗଲାଣି ନା କ'ଣ? ଗୋଟିଏ ଜଙ୍ଗଲରେ ରହୁଛି, ତୁ ସେମାନଙ୍କୁ କ'ଣ ମାରିକିରି ଖାଇବୁ? ସେମାନେ ମୋର ସମସ୍ତେ ସାଙ୍ଗ, ମୋ ସାଙ୍ଗମାନଙ୍କୁ ତୁ କ'ଣ ମାରିକିରି ଖାଇବୁ? ମୁଁ ଥାଉ ମୋ ସାଙ୍ଗମାନଙ୍କୁ ତୁ ମାରି ଖାଇପାରିବୁ ନାହିଁ।
ସେମାନେ ମୋର ବହୁତ ଭଲ ସାଙ୍ଗ। ତୁ ତାକୁ ମାରି ଖାଇପାରିବୁ ନାହିଁ। ଆଉ ଏହା କହିକିରି କ'ଣ କଲା ନା ତା ଶୁଣ୍ଢରେ ବାଘକୁ ଦେଲା କଚାଡ଼ି। ବାଘ କହିଲା ମୋତେ ଛାଡ଼ିଦେ ହାତୀ ଦାଦା, ମୋତେ ଛାଡ଼ିଦେ ହାତୀ ଦାଦା, ମୋତେ ଛାଡ଼ିଦେ, ମୁଁ ସେମାନଙ୍କୁ ମାରି ଖାଇବିନି, ତୁ ମୋତେ ଛାଡ଼ିଦେ। ହାତୀ କହିଲା ଏଥରକ ମୋତେ କଥା ଦେ, ତୁ ଅନ୍ୟ କୌଣସି ଜୀବମାନଙ୍କୁ ଏ ଜଙ୍ଗଲରୁ ତୁ ମାରିକିରି ଖାଇବୁନି। ତାପରେ ବାଘ ପ୍ରାଣ ବିକଳରେ ଆଉ କ'ଣ କରିବ, କହିଲା ମୁଁ ହାତୀ ଦାଦା ତମକୁ କଥା ଦେଉଛି, ମୁଁ କେବେ ହେଲେ ଏ ଜଙ୍ଗଲରୁ ପଶୁପକ୍ଷୀ ମାରିକିରି ଖାଇବିନି, ମୋତେ ତମେ ଛାଡ଼ିଦିଅ। ଏହା କହି ତାପରେ ବାଘ କ'ଣ କଲା, ସେଠାରୁ ଧାଇଁ ଧାଇଁ ପଳେଇଲା। ହାତୀ ଯୋଗୁଁ ଅନ୍ୟ ପ୍ରାଣୀମାନେ ଜୀବନ ପାଇଲେ। ସେମାନେ ସବୁ ଆସିକିରି ହାତୀ ସାଙ୍ଗରେ ସାଙ୍ଗ ହେଲେ, ଆଉ ସମସ୍ତେ ମିଳିମିଶି ଖୁସିରେ ରହିଲେ। ହାତୀ ଯୋଗୁଁ ସେମାନଙ୍କର ଜୀବନ ବଞ୍ଚିଗଲା। ଏ ଗଳ୍ପରୁ ଆମେ ଶିଖିଲେ କେବେ କାହାର ଅନିଷ୍ଟ ଚିନ୍ତା କରିବାନି। ଅନ୍ୟର ଅନିଷ୍ଟ ଚିନ୍ତା କଲେ ଆମର ନିଜର ହିଁ କ୍ଷତି ହେଇଥାଏ। ତେଣୁ ସମସ୍ତେ ଆମେ ମିଳିମିଶି ରହିବା, ସାଙ୍ଗସାଥି ହେଇ ରହିବା। ଏ ଦୁନିଆକୁ ଆସିଛେ ସମସ୍ତେ ଯିବା। ସେଥିପାଇଁ କାହିଁକି ଏତେ ଝଗଡ଼ା, କାହିଁକି ଏତେ ମାଡ଼ଗୋଳ? ସେଥିପାଇଁ ସବୁବେଳେ ଖୁସି ମନରେ ରହିବା ଏବଂ ସମସ୍ତେ ମିଳିମିଶି ରହିବା। ଆଜି ପାଇଁ ଏତିକି। ଯଦି ମୋର ଏ ଗଳ୍ପଟି ଆପଣମାନଙ୍କ ମନକୁ ଛୁଇଁଥାଏ, ଲାଇକ୍, ସେୟାର, କମେଣ୍ଟ କରିବେ। ପୁଣି ଆଣିବି ଏମିତି କିଛି ନୂଆ ଗଳ୍ପ। ରହୁଛି। ଜୟ ଜଗନ୍ନାଥ।